ଯେତେବେଳେ ମନୁଷ୍ୟ କୌଣସି ସାକାର ପଦାର୍ଥ କଥା ଚିନ୍ତା କରେ, ଯଥା ଗୋଟିଏ ବହି, ଘର, ନଦୀ, ଆକାଶ ଇତ୍ୟାଦି, ସେତେବେଳେ ତାହା ମନ ଦେହର ପଦାର୍ଥର ଚିନ୍ତା କରୁଥିବା ଜିନିଷର ଗୋଟିଏ ଅବିକଳ ମୂର୍ତ୍ତି ନିର୍ମିତ ହୋଇଥାଏ ଓ ଏହି ମୂର୍ତ୍ତିଟି ଶୂନ୍ୟରେ ଓ ସାଧାରଣତଃ ତାହାର ଆଖି ସାମ୍ନାରେ ଭାସି ଉଠେ। ଯେତେବେଳେ ପର୍ଯ୍ୟନ୍ତ ସେ ଏହି ପଦାର୍ଥ ବିଷୟରେ ଚିନ୍ତା କରୁଥାଏ, ସେତେବେଳେ ପର୍ଯ୍ୟନ୍ତ ଓ ତାହାପରେ କିଛି ସମୟ ପର୍ଯ୍ୟନ୍ତ ମଧ୍ୟ ସେହି ମୂର୍ତ୍ତିଟି ସେହିପରି ରହେ। କେତେ ସମୟ ମୂର୍ତ୍ତିଟି ରହିବ ତାହା ଚିନ୍ତା କରିବାର ଶକ୍ତି ଓ ଚିନ୍ତା କରୁଥିବା ପଦାର୍ଥ ବିଷୟରେ ପରିଷ୍କାର ଧାରଣା ଉପରେ ନିର୍ଭର କରେ। ଏହି ମୂର୍ତ୍ତିମତୀ ଭାବନା ଯେକୌଣସି ଦିବ୍ୟ ଦୃଷ୍ଟି ସମ୍ପନ୍ନ ଲୋକ ଦେଖିପାରେ। ଜଣେ ମନୁଷ୍ୟ ବିଷୟ ଚିନ୍ତା କଲେ ସେହି ମନୁଷ୍ୟର ଛବି ନିର୍ମିତ ହୁଏ, କିନ୍ତୁ କୌଣସି ମନୁଷ୍ୟ କଥା ଚିନ୍ତା କଲାବେଳେ ଯଦି ତା ପ୍ରତି କୌଣସି ସ୍ନେହଭାବ ବା ବୈରଭାବ ବା କୌଣସି କାମନା ଜଡ଼ିତ ନଥାଏ, ତାହେଲେ ସେ ମନୁଷ୍ୟ ଏହି ଭାବନା ଦ୍ୱାରା ପ୍ରଭାବିତ ହୁଏ ନାହିଁ। ଯଦି ଏହିପରି କୌଣସି କାମନା ବା ଭାବ ଥାଏ, ତେବେ ଏହି ଅଦୃଶ୍ୟ ମୂର୍ତ୍ତିଟି ନିର୍ମିତ ହେବା ଛଡ଼ା ଆଉ ଗୋଟିଏ ଘଟଣା ଘଟେ। ମନେକର ଭାବୁକ ଯେଉଁ ଲୋକ କଥା ଭାବୁଛି ତା ପ୍ରତି ତାହାର ସ୍ନେହଭାବ ଅଛି ଓ ତା ସହିତ କାମନା ମଧ୍ୟ ଜଡ଼ିତ ଅଛି। ଜଣେ ମନୁଷ୍ୟ ବିଷୟ ଚିନ୍ତା କଲେ ସେହି ମନୁଷ୍ୟର ଛବି ନିର୍ମିତ ହୁଏ, କିନ୍ତୁ କୌଣସି ମନୁଷ୍ୟ କଥା ଚିନ୍ତା କଲାବେଳେ ଯଦି ତା ପ୍ରତି କୌଣସି ସ୍ନେହଭାବ ବା ବୈରଭାବ ବା କୌଣସି କାମନା ଜଡ଼ିତ ନଥାଏ, ତାହେଲେ ସେ ମନୁଷ୍ୟ ଏହି ଭାବନା ଦ୍ୱାରା ପ୍ରଭାବିତ ହୁଏ ନାହିଁ। ଯଦି ଏହିପରି କୌଣସି କାମନା ବା ଭାବ ଥାଏ, ତେବେ ଏହି ଅଦୃଶ୍ୟ ମୂର୍ତ୍ତିଟି ନିର୍ମିତ ହେବା ଛଡ଼ା ଆଉ ଗୋଟିଏ ଘଟଣା ଘଟିଥାଏ। ମନେକର ଭାବୁକ ଯେଉଁ ଲୋକ କଥା ଭାବୁଛି ତା ପ୍ରତି ତାହାର ସ୍ନେହଭାବ ଅଛି ଓ ତା ସହିତ କାମନା ମଧ୍ୟ ଜଡ଼ିତ ଅଛି। ଏପରି କ୍ଷେତ୍ରରେ ଭାବୁକର ମନ ଦେହର ତଥା କାମ ଦେହର ପଦାର୍ଥରେ ଗୋଟିଏ ନିର୍ଦ୍ଦିଷ୍ଟ ଆକାରର ମୂର୍ତ୍ତି ନିର୍ମିତ ହେବ ଓ ଏହି କାମ ମାନସିକ ମୂର୍ତ୍ତିଟି ଚିନ୍ତା କରୁଥିବା ବ୍ୟକ୍ତିର ଦେହରୁ ଉଦ୍ଭବ ହୋଇ ଯାହାକୁ ସ୍ନେହ କରାଯାଉଛି ତା ପାଖକୁ ଶୂନ୍ୟରେ ଧାବମାନ ହେବ। ଯଦି ଭାବନାଟି ଖୁବ୍ ଶକ୍ତିଶାଳୀ ହୋଇଥାଏ, ଦୂରତାରେ କିଛି ଯାଏ ଆସେ ନାହିଁ, କିନ୍ତୁ ସାଧାରଣ ଲୋକର ଭାବନା ବିଶେଷ ଶକ୍ତିଶାଳୀ ହୋଇନଥିବା ହେତୁ ମୂର୍ତ୍ତିଟି ବେଶୀ ଦୂର ଯାଇ ନପାରି ବାଟରେ ଲୀନ ହୋଇଯାଏ। ଭାବନାଟି ଶକ୍ତିଶାଳୀ ହୋଇଥିଲେ ଯେଉଁ ଲୋକକୁ ସ୍ନେହ କରାହେଉଛି, ମୂର୍ତ୍ତିଟି ତା ପାଖକୁ ଯାଇ ତାର କାମ ଓ ମନ ଦେହରେ ସ୍ପର୍ଶ କରେ। ଏହାଦ୍ୱାରା ଭାବୁକର କାମ ଓ ମନ ଦେହର କେତେକ ଅଂଶ ଓ ଶକ୍ତି ସ୍ନେହ ପାଉଥିବା ବ୍ୟକ୍ତିର ଦେହରେ ମିଶିଯାଏ। ଏହାଦ୍ୱାରା ସେହି ବ୍ୟକ୍ତିର ହୃଦୟରେ ସ୍ନେହଭାବ ଜାଗରିତ ହୁଏ ଓ ତାର ସ୍ନେହ କରିବାର ଶକ୍ତି ମଧ୍ୟ ବଢ଼ିଯାଏ। ଭାବୁକର ସ୍ନେହ କରିବାର ପ୍ରବୃତ୍ତି ମଧ୍ୟ ବୃଦ୍ଧିପ୍ରାପ୍ତ ହୁଏ। ଅତଏବ ଭଲ ପାଉଥିବା ବ୍ୟକ୍ତି ଓ ଯାହାକୁ ସେ ଭଲ ପାଉଛି ସେ ବ୍ୟକ୍ତି ଉଭୟ ଏହାଦ୍ୱାରା ଉପକୃତ ହୁଅନ୍ତି। ପ୍ରତ୍ୟେକ ଭାବନା ଦ୍ୱାରା ଗୋଟିଏ ମୂର୍ତ୍ତି ଗଠିତ ହୁଏ। ଭାବନାଟି ଯଦି ଆଉ କୌଣସି ବ୍ୟକ୍ତି ବିଶେଷ ସମ୍ପର୍କରେ ହୋଇଥାଏ, ତେବେ ଏହା ତା ପାଖକୁ ଯାଏ। ଯଦି ଭାବନାଟି ନିଜକୁ କେନ୍ଦ୍ର କରି ହୋଇଥାଏ, ତେବେ ଏହା ଭାବୁକ ନିକଟରେ ରହେ। ଯଦି ଏହା ଭିତରୁ କୌଣସି ପ୍ରକାର ହୋଇନଥାଏ, ତେବେ ଶୂନ୍ୟରେ କିଛି ସମୟ ଭାସମାନ ଅବସ୍ଥାରେ ରହି ଆସ୍ତେ ଆସ୍ତେ ବାୟୁମଣ୍ଡଳରେ ଲୀନ ହୋଇଯାଏ। ନିରାକାର ପଦାର୍ଥର ଯଥା ଦୟା, କ୍ଷମା ବା ଅନ୍ୟ କୌଣସି ତାଦୃଶୀ ଚିନ୍ତା ଏହି ଶ୍ରେଣୀର ଅଟେ। ଅତଏବ ପ୍ରତ୍ୟେକ ଲୋକ ଯେଉଁଆଡ଼େ ଯାଉନା କାହିଁକି ତା ପଛେ ପଛେ ମୂର୍ତ୍ତିମତୀ ଭାବନାଗୁଡ଼ିଏ ଛାଡ଼ି ଦେଇଯାଏ। ଆମ୍ଭେମାନେ ରାସ୍ତାରେ ଗଲାବେଳେ ଅନ୍ୟ ଲୋକମାନଙ୍କର ଭାବନା ମୂର୍ତ୍ତି ସବୁ ଭିତରେ ହିଁ ଗତି କରୁ। ସାଧାରଣତଃ ଏହା ଆମ୍ଭମାନଙ୍କୁ ପ୍ରଭାବିତ କରେ ନାହିଁ, କିନ୍ତୁ ସମୟ ସମୟରେ କୌଣସି ଭାବନା ମୂର୍ତ୍ତି ଆମ୍ଭମାନଙ୍କୁ ପ୍ରଭାବିତ କରେ। ସେତେବେଳେ ହଠାତ୍ କୌଣସି ଭାବନା ଆମ୍ଭମାନଙ୍କ ମନରେ ଜାଗରିତ ହୁଏ ଓ ଆମ୍ଭେମାନେ କିଛି ସମୟ ସେହି ଭାବନା କରୁ। ଏହା କରିବା ଦ୍ୱାରା ଆମ୍ଭେମାନେ ସେହି ଭାବନାକୁ ଶକ୍ତିଶାଳୀ କରୁ। ତାପରେ ପୁଣି ମନ ଅନ୍ୟ ଆଡ଼କୁ ଚାଲିଯାଏ ଓ ଆମ୍ଭେମାନେ ସେହି ଭାବନା ମୂର୍ତ୍ତିକୁ ଛାଡ଼ିଦେଇ ଚାଲିଯାଉ। ସ୍ୱାର୍ଥପର ଭାବନା ଭାବୁକର ଚାରିପଟେ ଭାସି ବୁଲେ। ଅଧିକାଂଶ ଲୋକଙ୍କର ମନ ଦେହ ଚାରିପଟେ ଏହିପରି ଭାବନା ସବୁ ଗୋଟିଏ ବ୍ୟୁହ ପରି ଘେରି ରହିଥାନ୍ତି। ଏପରି ବ୍ୟୁହ ମାନସିକ ବିକାଶ ଦିଗରେ ଅନ୍ତରାୟ, କାରଣ ଏହା ମୁକ୍ତ, ସ୍ୱାଧୀନ ଓ ନିଃସ୍ୱାର୍ଥପର ଚିନ୍ତାରେ ବାଧା ଦିଏ। ପ୍ରତ୍ୟେକ ଚିନ୍ତାମୂର୍ତ୍ତି କ୍ଷଣସ୍ଥାୟୀ କିନ୍ତୁ ଶକ୍ତିଶାଳୀ ଓ ସଜୀବ। ଯେଉଁ ବ୍ୟକ୍ତି ବିଶେଷ ସମ୍ପର୍କରେ ଚିନ୍ତା କରା ହୋଇଥାଏ, ଏହା ତାହାର ମନ ଦେହରେ ଗୋଟିଏ ନିର୍ଦ୍ଦିଷ୍ଟ ଗତିର ସ୍ପନ୍ଦନ ସୃଷ୍ଟି କରିବାକୁ ଓ ତା ମନରେ ସେହିପରି ଭାବନା ଜାଗରିତ କରିବାକୁ ଚେଷ୍ଟା କରେ। ଯଦି ସେ ବ୍ୟକ୍ତି ଅନ୍ୟ କାର୍ଯ୍ୟରେ ବା ଅନ୍ୟ ଭାବନାରେ ବ୍ୟସ୍ତ ଥାଏ, ତେବେ ଏହି ଭାବନା ମୂର୍ତ୍ତି ତା ଦେହରେ କୌଣସି ପ୍ରତିକ୍ରିୟା ସୃଷ୍ଟି କରିପାରେ ନାହିଁ, କାରଣ ତାର ମନ ଦେହ ଆଗରୁ ଗୋଟିଏ ନିର୍ଦ୍ଦିଷ୍ଟ ଗତିରେ ସ୍ପନ୍ଦିତ ହେଉଥାଏ। ଏପରି କ୍ଷେତ୍ରରେ ଚିନ୍ତା ମୂର୍ତ୍ତିଟି ସେହି ଲୋକର ଚାରିପଟେ ଭାସୁଥାଏ ଓ ଯେତେବେଳେ ସେହି ଲୋକର ମନ ଶାନ୍ତ ଅବସ୍ଥାକୁ ଆସେ, ଏହା ତାର ମନ ଦେହରେ ପ୍ରବେଶ କରେ ଓ ସେଠାରେ ଲୀନ ହୋଇଯାଏ। ସ୍ୱାର୍ଥପର ଭାବନା ଦ୍ୱାରା ନିର୍ମିତ ହୋଇଥିବା ମୂର୍ତ୍ତି ଠିକ୍ ସେହିପରି ଭାବୁକର ମନ ଦେହରେ ପ୍ରବେଶ କରି ଲୀନ ହୁଏ। ଗୋଟିଏ ପ୍ରକାର ଭାବନା ବାରମ୍ବାର କଲେ ଚିନ୍ତା ମୂର୍ତ୍ତିଟି ଅତ୍ୟଧିକ ଶକ୍ତିଶାଳୀ ହୁଏ।
ଅତଏବ ଯେଉଁ ବ୍ୟକ୍ତି ସ୍ୱାର୍ଥପର ଭାବନା କରିବାରେ ଅଭ୍ୟସ୍ତ ସେପରି ଅନିଷ୍ଟକାରୀ ଶକ୍ତିଶାଳୀ ଚିନ୍ତାମୂର୍ତ୍ତି ନିର୍ମିତ କରେ ଯେ ଏହା ବହୁକାଳ ତାକୁ ପ୍ରଭାବିତ କରେ ଓ ଏହା କବଳରୁ ସେ ସହଜରେ ମୁକ୍ତିଲାଭ କରିପାରେ ନାହିଁ। ଲୋକର ଭଲ ଅଭ୍ୟାସ, ଭଲ ପ୍ରବୃତ୍ତି, ଭଲ ମନୋଭାବ ତଥା ମନ୍ଦ ଅଭ୍ୟାସ, ମନ୍ଦ ପ୍ରକୃତି ଓ ମନ୍ଦ ମନୋଭାବ ଏହିପରି ଭାବରେ ଗଠିତ ହୁଏ। ଏଥିରୁ ଦେଖାଯିବ ଯେ ଚିନ୍ତା ଶକ୍ତି ଦ୍ୱାରା ଜଣେ ଲୋକ ଆଉ ଜଣେ ଲୋକର ତଥା ନିଜର ପ୍ରଭୂତ ଉପକାର ସାଧନ କରିପାରେ। ପ୍ରବଳ ଚିନ୍ତା ଶକ୍ତି ଦ୍ୱାରା ଜଣେ ଆଉ ଜଣଙ୍କୁ ବିପଦରୁ ରକ୍ଷା କରିପାରେ, ତାର କୁପ୍ରବୃତ୍ତି ନିବାରଣ କରିପାରେ ଓ ତାର ଆଧ୍ୟାତ୍ମିକ ଉନ୍ନତି ମଧ୍ୟ ସାଧନ କରିପାରେ। ତା ଛଡ଼ା ଉତ୍ତମ ଚିନ୍ତା ଦ୍ୱାରା ଜଣେ ଜନସାଧାରଣଙ୍କର ମଧ୍ୟ ମଙ୍ଗଳ ସାଧନ କରିପାରେ, କାରଣ ସେହି ଚିନ୍ତାମୂର୍ତ୍ତିଗୁଡ଼ିକ ନିକଟବର୍ତ୍ତୀ ଲୋକମାନଙ୍କର ମନରେ ଅନୁରୂପ ଭାବ ଜାଗରିତ କରିବାକୁ ଚେଷ୍ଟା କରନ୍ତି। ଠିକ୍ ସେହି ପ୍ରଣାଳୀରେ ଖରାପ ଚିନ୍ତା ଦ୍ୱାରା ଜଣେ ଲୋକ ଅନ୍ୟମାନଙ୍କର ଯଥେଷ୍ଟ ଅପକାର କରିପାରେ। ଉତ୍ତମ ଚିନ୍ତା ବା ଖରାପ ଚିନ୍ତା ସେହିପରି ଚିନ୍ତା କରୁଥିବା ବ୍ୟକ୍ତିକୁ ପ୍ରଭାବିତ କରେ ଓ ତାକୁ ଭଲ ବା ଖରାପ କରେ।